ସଂସ୍କୃତି ହେଉଛି ଆମର ଆଭ୍ୟନ୍ତରୀଣ ଭାବ, ସଭ୍ୟତା ହେଲା ବାହିକ ଭାବ ଏବଂ ସଂସ୍କୃତି ହେଲା ଗୋଟେ ଆଭ୍ୟନ୍ତରୀଣ ଭାବ। ଡକ୍ଟର ବଳଦେବ ପ୍ରସାଦ ମିଶ୍ର କହିଲେ ଯେ ଆମର ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା। କେମିତି ଭାରତୀୟ ସଂସ୍କୃତିର? ଆପଣ ଦେଖନ୍ତୁ, ଧର୍ମ, ଅର୍ଥ, କାମ, ମୋକ୍ଷ ଚାରୋଟି କଥା ଆମର କୁହାଯାଇଛି। ତେବେ ଧର୍ମ, ଅର୍ଥ, କାମ ସହିତ ଯେଉଁ ଆଧ୍ୟାତ୍ମିକତା ଅନୁମୋଦିତ ମୋକ୍ଷ ତତ୍ତ୍ୱଟିକୁ ଆମେ ଯୋଡ଼ିକିରି ତା ସେଥିରେ ରଖିଲେ। ଧର୍ମ, ଅର୍ଥ, କାମ ସହିତ ଆଧ୍ୟାତ୍ମିକତାନୁମୋଦିତ ମୋକ୍ଷ ତତ୍ତ୍ୱକୁ ଯୋଡ଼ି ଯେଉଁ ସର୍ବାଙ୍ଗୀନ ପୁରୁଷାର୍ଥର କଳ୍ପନା କରାଗଲା, ସେଇଟା ହେଉଛି ଆମର ସଂସ୍କୃତି। ଧର୍ମ ରହିଲା,